ବାପା ମା କୌଣସି ମତେ ରାଜି ନଥିଲେ କି ମୋ ପସନ୍ଦର ଗୋଟେ ପୁଅକୁ ମୁଁ ବାହା ହୁଏ ବୋଲି, କିନ୍ତୁ ମୁଁ ତାକୁ ବହୁତ ଭଲ ପାଏ। ସେଦିନ ଗାଁ ମନ୍ଦିର ପାଖକୁ ମୁଁ ତାଙ୍କୁ ଡକେଇଥିଲି ଦେଖା କରିବା ପାଇଁ। କହିଥିଲି କି ହୁଏତ ଏଇଟା ଆମ ଶେଷ ଦେଖା, ନହେଲେ ମୋତେ ଏଠୁ ନେଇଯାଉ ବୋଲି। ସେ ମୋତେ କହିଲେ କି ତୁମ ବାପା ମା ବହୁତ ଅପମାନ ହେବେ, ତୁମେ କ'ଣ ଏଇ ଅପମାନକୁ ସହିକି ମୋ ସହିତ ଘର ସଂସାର କରିପାରିବ? ମୁଁ କାନ୍ଦ କାନ୍ଦ ମୁହଁରେ କହିଥିଲି କି ଯେ ହଁ, ମୁଁ ତ ପୁରା ଜୀବନ ମୋ ବାପା ମାଙ୍କ ସହିତ ରହିପାରିବିନି, କିନ୍ତୁ ନିଜ ଭଲ ପାଉଥିବା ମଣିଷଟାକୁ ଛାଡ଼ିକି ଅନ୍ୟ କେଉଁ ଅଜଣା ଅଚିହ୍ନା ପୁଅ ସହିତ ରହିବା ଅପେକ୍ଷା ମୁଁ ଏଠୁ ଚାଲିଯିବା ବେଶୀ ପସନ୍ଦ କରିବି। ତାପରେ ସିଏ ମୁଚକି ହସିକି କହିଲେ ହଉ ଠିକ୍ ଅଛି ଚାଲ। ସେଇଦିନ ହିଁ ମୁଁ ତାଙ୍କ ହାତ ଧରିକି ପଳେଇ ଆସିଥିଲି। ପଛକୁ ଫେରିକି ଦେଖିନଥିଲି କି ବାପା ମା କେମିତି ଅଛନ୍ତି ବୋଲି। ଏମିତିରେ ଆମେ ଗୋଟେ ଅଜଣା ଅଚିହ୍ନା ଜାଗାକୁ ପଳେଇ ଆସିଲେ। କିଛି ଦିନ ଏମିତିରେ ଚାଲିଗଲା। ସେତେବେଳକୁ ତାଙ୍କର ଗୋଟେ ଛୋଟ ଦୋକାନ ଥାଏ। ସେଠି ସେ ଯାହା ବି କିଛି ଇନକମ୍ କରନ୍ତି ଛୋଟ ଭଡ଼ା ଘରରେ ଯେମିତି ସେମିତି କରିକି ଚଳିଯାଉ। କିଛି ଦିନ ଗଲା ପରେ ମୋ କୋଳରେ ଗୋଟେ ସନ୍ତାନ ଆସିଲା। ସେଇଟା ଜାଣିସାରିବା ପରେ ସେ ବହୁତ ଖୁସି ହେଲେ, ମୁଁ ମଧ୍ୟ ଖୁସି ହେଲି। ଖୁସିରେ ଖୁସିରେ ଆତ୍ମହରା ହେଇଗଲା। ଆମ ଜୀବନରେ ଆଉ ଗୋଟେ ପୃଷ୍ଠା ଯୋଡ଼ି ହେଇଗଲା। ସେଇଟାର ତା ଜନ୍ମ ହେଲା ଗୋଟେ ଝିଅର। ମୋ ଝିଅ ଦେଖିବା ପାଇଁ ଠିକ୍ ତା ବାପା ପରି ଗୁଲଗାଲ। ତା ବାପା ତାକୁ ବହୁତ ଭଲ ପାଆନ୍ତି। ଗେହ୍ଲାରେ ତାକୁ ମା ବୋଲି ଡାକନ୍ତି। କୁହନ୍ତି ସେ ବହୁତ ସୁନ୍ଦର ଆଉ ଦେଖିବା ପାଇଁ ଠିକ୍ ତାଙ୍କ ପରି। ସେଥିପାଇଁ ନା ଆମ କୁନି ସଂସାରଟା ସୁନ୍ଦର ଭାବରେ ଗଢ଼ି ଚାଲିଲା। ଏମିତିରେ କିଛି ଦିନ ବିତିଗଲା। ବଢ଼ୁ ବଢ଼ୁ ଚାହୁଁ ଚାହୁଁ ତାଙ୍କ ଦୋକାନଟା ବି ବଢ଼ିଲା। ବିଜନେସ୍ ବଢ଼ିବାକୁ ସେ ଅନ୍ୟ ଗୋଟେ ସହରରେ ଆଉ ଗୋଟେ ଦୋକାନ ନେଲେ। ଏମିତିରେ ଆମ ବିଜନେସ୍ ବଢ଼ି ବଢ଼ିକା ଚାଲିଲା। ଆମେ ଗୋଟେ ଘର ମଧ୍ୟ କରିଲେ। ଘର ହେଇସାରିବା ପରେ ଗୋଟେ ଗାଡ଼ି ମଧ୍ୟ ହେଲା। ଛୋଟ ଘର, ଛୋଟ ଗାଡ଼ି, ନିଜର 3 ଜଣର ପରିବାରକୁ ନେଇକି ବହୁତ ହସ ଖୁସିରେ ଥିଲେ। ଏମିତିରେ 2ଟା ବର୍ଷ ପାର ହେଇଗଲା। ଝିଅ ଏବେ ମୋର 2 ବର୍ଷର, କିନ୍ତୁ ଆମ ପରିବାର ବହୁତ ହସ ଖୁସିରେ। ସେଦିନ ଦୋକାନ ଯିବା ରାସ୍ତାରେ ହଠାତ୍ ମୋ ପାଖକୁ ଫୋନ୍ ଆସିଲା କି ତାଙ୍କର ଆକ୍ସିଡେଣ୍ଟ ହେଇଛି ବୋଲି। ମୋ ପାଦ ତଳୁ ମାଟି ଖସିଗଲା। ଝିଅକୁ କାମବାଲି ହାତରେ ଟେକି ଦେଇକି ମୁଁ ଦୌଡ଼ିଲି ହସ୍ପିଟାଲକୁ। ମୋ ବୁଦ୍ଧି ଅନ୍ଧାର ହେଇଯାଇଥାଏ। ମୋତେ ଆଉ କିଛି ଦେଖା ହେଉନଥାଏ ଯେ କ'ଣ କରିବି କ'ଣ ନ କରିବି। ଭଲ ପାଇକି ଯେହେତୁ ବାହା ହେଇଥିଲି, ନା ତାଙ୍କ ଘର ଲୋକ ସହିତ ମୋର କଣ୍ଟାକ୍ଟ ଥାଏ ନା ଆମ ଘର ଲୋକ ସହିତ। ସବୁକିଛି ଯେମିତିକା ମୋତେ ଅନ୍ଧାର ଲାଗୁଥାଏ। ସେଦିନ ତାଙ୍କୁ ଦେଖିବା ପାଇଁ ଯାଇକି ସେଇ ହସ୍ପିଟାଲରେ ମୁଁ ଅଚେତ ହେଇଗଲି। ଯେତେବେଳେ ହୋସ୍ ଆସିଲା ସେତେବେଳେ ମୁଁ ନିଜକୁ ହସ୍ପିଟାଲ ବେଡ଼୍ରେ ପାଇଲି। ଛାନିଆ ମାନିଆ ସବୁ ଜିନିଷକୁ ଏଲୋମେଲୋ କରିକି ତାଙ୍କ ପାଖକୁ ଦୌଡ଼ି ଆସିଲି। ତାଙ୍କ ବନ୍ଧୁର ସ୍ତ୍ରୀ ମୋତେ ସାନ୍ତ୍ୱନା ଦେଉଥାନ୍ତି କି ଧୈର୍ଯ୍ୟ ଧର, ତୁମର ଗୋଟେ ଝିଅ ଅଛି, ତାକୁ ତୁମେ ଘରେ ଛାଡ଼ିକି ଆସିଛ, କାହିଁକି ଭାଙ୍ଗି ପଡ଼ୁଛ? ଏଇ ସମୟରେ ତ ତୁମକୁ ଧୈର୍ଯ୍ୟ